ଆଜ୍ଞା ଆଜି ଆମେ ଆସିଥିଲୁ ପୁରୀ କୋଣାର୍କ ମେନ୍ ଡ୍ରାଇଭ୍ ରୋଡ଼ରେ ଥିବା ଶୁଦ୍ଧ ନିରାମିଷ ବୈଷ୍ଣବୀ ହୋଟେଲ। ପ୍ରଥମେ ତ ଆମେ ହୋଟେଲ ଭିତରକୁ ଏଣ୍ଟ୍ରି କରୁ କରୁ ଗେଟ୍ ପାଖରେ ଆମେ ଜଣେ ଦେଖିଲୁ ମଉସା, ଯିଏକି ହୋଟେଲ ବାହାରେ ବସି ଲୋକଙ୍କୁ ଡାକିବାର ଷ୍ଟାଇଲ୍ ଥିଲା ତାଙ୍କର ଏମିତି। ଆଉ ଏ ମଉସା ବହୁତ ଭଲ ଗୀତ ବି ଗାଆନ୍ତି, ଯୋଉଟା କି ମୋର ଫୁଲ୍ ଭିଡ଼ିଓରେ ଅଛି। ଆଉ ଫୁଲ୍ ଭିଡ଼ିଓ ଲିଙ୍କ୍ ତଳେ ଦେଇଦେଇଛି, ଦେଖିପାରିବେ। ଆଉ ଏବେ ଆମେ ଯାଇଥିଲୁ ହୋଟେଲ ଭିତରକୁ। ଆଉ ହୋଟେଲ ଭିତରେ ଦେଖନ୍ତୁ ଚାରିଆଡ଼େ ଗଛମୟ, ଯାହାକି ହୋଟେଲ ଭିତରେ ଗୋଟେ ନ୍ୟାଚୁରାଲ ଭାଇବ୍ ସୃଷ୍ଟି କରୁଥିଲା। ଆଉ ଏବେ ଆମେ ଯାଇଥିଲୁ ହୋଟେଲର ଡାଇନିଂ ସ୍ପେସ୍, ଯୋଉଠିକି ଆପଣ ଏତେ ଭୀଷଣ ଖରାରେ ବି ଥଣ୍ଡା ଥଣ୍ଡା ପବନ ସହିତ ଶାନ୍ତିରେ ଗଣ୍ଡେ ବସି ଖାଇପାରିବେ। ଏବେ ଆମେ ଆସିଥିଲୁ ହୋଟେଲର କିଚେନକୁ, ଯୋଉଠି ଆପଣ ପୁରା ଦେଶୀ ଷ୍ଟାଇଲରେ ପୁରା ମାଟି ଚୁଲିରେ ରୋଷେଇ ହେଉଥିବା ଦେଖିବେ। ଏ ମାଟି ଚୁଲିରେ ରୋଷେଇ ଆଉ ଏ ନ୍ୟାଚୁରାଲ ଏନଭାୟରମେଣ୍ଟକୁ ଦେଖି ଆପଣ ଭାବିବେ ଯେମିତି ଆପଣ ନିଜ ଗାଁରେ ବସିକି ଖାଉଛନ୍ତି। ଅନ୍ନ ହବ, ଡାଲମା ହବ, ଶାଗ ମୁଗ ହବ, ଦହି ବାଇଗଣ ହବ, କାକୁଡି ସାଲଡ଼ ହବ, ପାମ୍ପଡ଼ ହବ, ବେସର ହବ, ଆଳୁ ପୋଟଳ ହବ, ଶାଗ ଆଉ ମୁଗ ଆଜ୍ଞା ହବ। ଏତେ ସବୁ ସ୍ୱାଦିଷ୍ଟ ଦେଶୀ ଖାଇବାର ନାଁ ଶୁଣିଲା ପରେ ମୋ ମନ ଥରେ ଥରେ ତ ମୁଁ ଚାଲି ଯାଇଥିଲି ଖାଇବା ପାଇଁ। ଆଉ ଯାହାର ଟେଷ୍ଟ ଥିଲା